ଜାଣିଛ? ପିମ୍ପୁଡ଼ି କୋଉଠି ରୁହେ? ଘର ରୁହେ, ବାହାରେ ରୁହେ, କାକର ରୁହେ, ବିଲରେ ରୁହେ ହେଲା। ପିମ୍ପୁଡ଼ି କଣ ଖାଏ? ସବୁର କିଛି ଖାଏ ହେଲା। ସେ ନେଇକି ତା ଗାତ ସବୁ ସଂଗ୍ରହ କରିକି ରଖେ। ତାପରେ କଣ ହେଲା, ଆଉ ଗୋଟେ ଚଢ଼େଇ ଥିଲା ହେଲା। ଜଙ୍ଗଲ ଭିତରେ ନଈଟିଏ ଥିଲା। କଣ ଥିଲା? ନଈଟିଏ ଥିଲା। ନଈ ଦେଖିଛ ନା ସବୁ? ସେଇ ନଈଟିଏ ଥିଲା। ନଈ କୂଳରେ ଥିବା ଗୋଟିଏ ବଡ଼ ବର ଗଛରେ ଗୋଟେ ଚଢ଼େଇଟେ ବସା ବାନ୍ଧିକି ରହିଥିଲା ହେଲା। ଗୋଟେ ଚଢ଼େଇଟେ ବସା ବାନ୍ଧିକି ରହିଥିଲା। ଦିନେ ଚଢ଼େଇଟି ତା ବସା ତଳକୁ ଚାହିଁ ଦେଖିଲା ବେଳକୁ ଗୋଟେ ପାଣି ସୁଅ, ନଈର ପାଣି ତ ସୁଅ ଚାଲିଥାଏ। ସେଇ ପାଣି ସୁଅରେ ଗୋଟେ ପିମ୍ପୁଡ଼ି ଭାସି ଭାସିକା ଯାଉଥିଲା ହେଲା। ତାକୁ ଭାରି ମନରେ ତାର ଦୟା ହେଲା। କହିଲା ଗଛରୁ କଣ କଲା, ଗୋଟେ ପତ୍ରଟେ ଥୁଣ୍ଟରେ ଛିଣ୍ଡେଇ ଦେଇକି ସେ ପାଣିକୁ ପକାଇ ଦେ। ଆଗର ପତ୍ର ଟିକେ ଦେଖି, ଆଗର ଦେଖିଲା ପତ୍ରଟା ଯାଉଛୁ, ପିମ୍ପୁଡ଼ି କଣ କଲା ନା ସେଇ ପତ୍ର ଉପରକୁ ଚଢ଼ିବ। ଚଢ଼ି ଯାଇକି କୂଳରେ ଲାଗିଗଲା ହେଲା। ପତ୍ରଟାର ପାଣି ସୁଅରେ ଭାସି ଭାସିକା ଗଲା, ଯାଇକି ପିମ୍ପୁଡ଼ି କଣ ହେଲା କୂଳର ଲାଗିଗଲା। ସେ କୂଳରୁ ବସିକି ବାହାରକୁ ବାହାରି ଆସିଲା। ସେଇଦିନ ପାଖରୁ ପିମ୍ପୁଡ଼ି ଆଉ ଚଢ଼େଇର ବହୁତ ସାଙ୍ଗ ହେଲା। ଦିନକର କଥା, ଗୋଟେ ବାଣୁଆଟେ କଣ କଲା ନା ଧନୁଶର ଧରିକି ଆସୁଛି ସେ ଚଢ଼େଇଟାକୁ ମାରିବ ହେଲା। ସେତେବେଳେ କଣ କଲା ନା ସେ ପିମ୍ପୁଡ଼ିଟା କଣ କଲା, ସେ ଦେଖିକି ସେ ଯାଇକି କଣ କଲା ନା ପିମ୍ପୁଡ଼ିଟା ଦେଖି ଖୁବ୍ ଜୋରରେ ରାଗିଗଲା। ଆଉ ଆସ୍ତେ ଆସ୍ତେ ବାଣୁଆ ପାଖକୁ ଯାଇ ତା ଗୋଡ଼କୁ ଭୁଟ୍ କିନା କାମୁଡ଼ିଦେଲା। କାମୁଡ଼ିଦେଲା ଯେତେବେଳେ ବାଣୁଆଟା ଚମକି ପଡ଼ିଲା। ଆଉ ଚମକି ପଡ଼ିକି ସେ ଗଛର ଚଢ଼େଇକୁ ନ ମାରି କଣ କଲା, ଚମକିଲା ତେଳେ ଇଏ ତାର ଗଛର ଡାଳର ବାଜିଗଲା। ଏହା ଶବ୍ଦ ଶୁଣିକି ଚଢ଼େଇଟା କିନା ଉଡ଼ିଗଲା ହେଲା। ଭଲ ଲାଗିଲା ନା? ମନେ ରହିଲା? ତାହେଲେ ତମେ ଏଥର ମତେ କହିବ।